ଶୁଭ ସକାଳ ପିଲାମାନେ। ତମମାନେ କେମିତି ଅଛ? ବହୁତ ଭଲ ଅଛ ନା? ମୁଁ ବି ବହୁତ ଭଲ ଅଛି ପିଲେ। ଆଜି ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଏକ ସୁନ୍ଦର ବିଷୟବସ୍ତୁକୁ ନେଇ। ଆଉ ତମମାନେ ଭାବୁଛି ଭିଡ଼ିଓଟିକୁ ବହୁତ ଆନନ୍ଦର ସହିତ ଦେଖିବ। ଦେଖ ପିଲେ, ତମେ ତ ଛୋଟିଆ ହେଇକି ଅଛ। ତମେ ନିଜ ଜୀବନରେ ବହୁତ କିଛି କରିବାକୁ ଅଛି ଆଗକୁ। ହେଲେ ଏବେ ତମର ସେଇ କୁନି କୁନି ହାତ, କୁନି କୁନି ପାଦ ତମକୁ ବହୁତ କିଛି କରିବାରେ ସାହାଯ୍ୟ କରୁଥିବ, ହଁ ନା ନାଇଁ? ତ ପିଲେ, ଆଜି ଆମେ ଦେଖିବା ତମର ସେଇ କୁନି କୁନି ହାତ ଗୁଡ଼ିକ ତମକୁ କେଉଁ କେଉଁ କାର୍ଯ୍ୟରେ ସାହାଯ୍ୟ କରେ ଏବଂ ତମେ କ'ଣ ସବୁ କରିପାରିବ। ଆଚ୍ଛା, ମୋତେ କହିଲ, ତମମାନଙ୍କ ଭିତରୁ କ'ଣ କରିବାକୁ ଭଲ ପାଅ ସମସ୍ତେ? ସ୍ୱପ୍ନିଲ, ତମେ କହିଲ ବାବା, ତମକୁ କ'ଣ କରିବାକୁ ଭଲ ଲାଗେ? ସାଇକେଲ ଚଲେଇବାକୁ ଭଲ ଲାଗେ? ତମକୁ ସାଇକେଲ ଚଲେଇବା ବୁଝୁଛି? ଆଚ୍ଛା, ଛୋଟିଆ ସାଇକେଲ ଚଲାଉଛ। ଆଉ ସୁକୁମାର, ତମେ କହିଲ ତମକୁ କ'ଣ କରିବାକୁ ଭଲ ଲାଗେ? ଚିତ୍ର ଆଙ୍କିବାକୁ ଭଲ ଲାଗେ। ଆରେ ବାଃ, ଭେରି ଗୁଡ୍। ତାହେଲେ ତମକୁ ଚିତ୍ର ଆଙ୍କିବାକୁ ଭଲ ଲାଗେ, ନାଇଁ? ଆଚ୍ଛା, ଆଉ କାହାକୁ କ'ଣ ଭଲ ଲାଗେ? ତମକୁ ରଙ୍ଗ ଦେବାକୁ ଭଲ ଲାଗେ? କୋଉଠି? ଚିତ୍ରରେ ରଙ୍ଗ ଦେବାକୁ ଭଲ ଲାଗେ? ଆଉ ଠିକ ଅଛି ପିଲେ। ଆଚ୍ଛା, ତମମାନେ ତ କହିଲ ତମକୁ ସବୁ କ'ଣ ଭଲ ଲାଗେ। ଏବେ ମୁଁ ତମମାନଙ୍କ ପାଇଁ ଦେଖ ଗୋଟେ ସୁନ୍ଦର ଚିତ୍ର ନେଇକି ଆସିଛି। ଭାରି ସୁନ୍ଦର ହେଇଛି ନା? ଗୁଲଗୁଲିଆ ହେଇଛି, ଡାଉଳ ଡାଉଳ ତା ଚେହେରାଟି ଦେଖ। କାହା ପରିକା ଦେଖାଯାଉଛି କିରେ? ହାତୀ? ହାତୀ ପରିକା ଦେଖାଯାଉନି? ଆରେ ହସୁଛ କ'ଣ? ସୁନ୍ଦର ଦେଖାଯାଉନି ଚିତ୍ରଟି? ସୁନ୍ଦର ତ ବହୁତ ସୁନ୍ଦର ଦେଖାଯାଉଛି। କ'ଣ କହିଲ? ଚିତ୍ରଟି ସମ୍ପୂର୍ଣ୍ଣ ହେଇନି? ଆଚ୍ଛା, ତାହେଲେ କ'ଣ କରିବା? ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବା? ସମସ୍ତେ ମିଶି କରିବା ନା? ତାହେଲେ ଆରମ୍ଭ କରିବା ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ। ଆଚ୍ଛା, ଚିତ୍ରରେ କ'ଣ ଅଛି ଦେଖ କହିଲ? ହାତୀର ଶୁଣ୍ଢ ଅଛି, ଗୋଡ଼ ଅଛି, କାନ ବି ଅଛି, ଆଖି ଦିଟା ବି ଅଛି, ହଁ ନା ନାଇଁ? ଆଖି କେତୋଟି ପିଲେ? ହଁ, ଦିଟି ନା? ହଉ। ତାହେଲେ ଯୋଉ ବିନ୍ଦୁ ଗୁଡ଼ିକ ନେଇକି ଏଇ ଚିତ୍ରଟି ତିଆରି ହେଇଛି, ସେଇ ବିନ୍ଦୁ ଗୁଡ଼ିକୁ ଆମେ ଯଦି ଯୋଡ଼ିଦବା, ତାହେଲେ ଚିତ୍ରଟି ଆହୁରି ସୁନ୍ଦର ଦେଖାଯିବ ନା? ଆରେ କୁହ, ଏବେ ସୁନ୍ଦର ଦେଖାଯାଉଛି ନା ବିନ୍ଦୁ ଗୁଡ଼ିକ ଯୋଡ଼ିଲେ ସୁନ୍ଦର ଦେଖାଯିବ? ଆରେ ହଁ, ବିନ୍ଦୁ ଗୁଡ଼ିକୁ ଯେତେବେଳେ ଆମେ ଯୋଡ଼ିଦବା, କେତେ ସୁନ୍ଦର ଦେଖାଯିବ। ଏଇ ଦେଖ, ହାତୀର କାନ, ଆଖି, ନାକ। ଆରେ ହାତୀର ନାକ ଲମ୍ବା ହେଇଛି କିରେ ବେଶୀ? ଶୁଣ୍ଢଟା ଦେଖୁନ କେତେ ଲମ୍ବା ହେଇଛି? ତା ପାଦ କେତୋଟି? ଗୋଡ଼ ଚାରିଟା। ହଁ, ଦେଖ, ଆମେ ବିନ୍ଦୁ ଗୁଡ଼ିକୁ ଯୋଡ଼ି ଯୋଡ଼ି କେମିତି ଗୋଟେ ସୁନ୍ଦରିଆ ଚିତ୍ରଟି କରିଦେଲେ। ଯେମିତି ସୁକୁମାର କହୁଥିଲେ ଷ୍ଟାର୍ଟିଂରେ, ଆରମ୍ଭରେ ସୁକୁମାର କ'ଣ କହିଲେ? ତାଙ୍କୁ ରଙ୍ଗ କରିବାକୁ ଭଲ ଲାଗେ ପରା। ତାହେଲେ ରଙ୍ଗ କରିବାକୁ ଯିବା। ଏଇ ହାତୀକୁ ରଙ୍ଗ କରିବା ନା ଆଉ ଗୋଟିଏ ଚିତ୍ର କାଢ଼ିବା, ତାହାକୁ ରଙ୍ଗ କରିବା? କହିଲ। ସୁମିତ, ତମେ କହିଲ ବାବା, ଆଉ ଗୋଟେ ଚିତ୍ରକୁ ଯିବା। ହଉ, ଠିକ ଅଛି। ଦେଖ, ଏଇ ଚିତ୍ରଟି କେମିତି ହେଇଛି? ହଁ, ଏଇଟା କାହାର ଚିତ୍ର କିରେ? ଛତା। ଛତା ଦେଖିଛ? ଛତା କୋଉ ସମୟରେ ବ୍ୟବହାର କର? ଆଚ୍ଛା, ବର୍ଷାରେ ବ୍ୟବହାର କରୁଛ, ନାଇଁ? ଆମେ ଖରାରେ ବ୍ୟବହାର କରିବା କି ନାଇଁ ଛତା? ହଁ, ଖରାକୁ ବାହାରିଲେ ଛତା କାଢ଼ିବା, ହଁ ନା ନାଇଁ? ଏଇ ଛତାକୁ ଦେଖ, କଲର କଲା ପରେ କେତେ ସୁନ୍ଦର ଦେଖାଯାଉଛି। ରଙ୍ଗ କରାହେଇଛି ନା? ତାହେଲେ ତମମାନେ କ'ଣ କହୁଛ? ଏହି ଛତାଟିକୁ ରଙ୍ଗ କରିବା? ହଉ, ସମସ୍ତେ ଏକାଜିତ ରଙ୍ଗ ନିଜେ କରିବ ନା? ହଉ, ମୁଁ ତମକୁ କହୁଛି ରଙ୍ଗ କୋଉଟା କରିବା। ଏଇଟା ଦେଖ, ମଝିରେ କୋଉ ରଙ୍ଗ ଅଛି? ହଳଦିଆ।
ତାହେଲେ ଏଇ ମଝିରେ କୋଉ ରଙ୍ଗଟା ଦବା? ହଳଦିଆ ରଙ୍ଗଟା ଦବା ଆଉ। ଏଇଠି ଦେଖିଲ, ଯୋଉ ହାତରେ ଆମେ ଯୋଉ ଜାଗାକୁ ଧରୁଛେ, ଯୋଉ ବଙ୍କୁଳି ବାଡି ପରିକା ହେଇଛି, ସେଥିରେ କୋଉ ରଙ୍ଗ ଅଛି? ନୀଳ ରଙ୍ଗ ଅଛି। ତାହେଲେ ଏଇ ଛତାରେ ବି ଆମେ କୋଉ ରଙ୍ଗ ପକେଇବା? ହାତରେ ଧରିବା ଜାଗାରେ ସେଇ ନୀଳ ରଙ୍ଗଟି ପକେଇ ଦବା। ତାହେଲେ ପିଲେ ସମସ୍ତେ ରଙ୍ଗ ପକେଇ ସାରିଲ? ଆଚ୍ଛା, ମତେ କହିଲ ଏଇ ଛତାରେ ମୋଟ କେତୋଟି ରଙ୍ଗ ଅଛି? ଆଚ୍ଛା, ଗଣିକି କହିବା। ଗଣିବା। ଦେଖ, ପ୍ରଥମେ ରହିଛି ଆକାଶୀ ରଙ୍ଗ, ତାପରେ ରହିଛି କୋଉ ରଙ୍ଗ? ଏଇଟା ବ୍ଲୁ, ନୀଳ, ତାପରେ ହଳଦିଆ, ତାପରେ ଅଛି ଗୋଲାପୀ ରଙ୍ଗ, ତାପରେ ସବୁଜ ରଙ୍ଗ। ଏମିତି ହେଇକି କେତୋଟି ରଙ୍ଗ ଅଛି ଛତାରେ? 6ଟି। ତମେ କଣ ବଙ୍କୁଳି ବାଡିରେ ଯୋଉ କଲର ଲାଗିଛି ତାହା ବି ଗଣି ଦେଇଛ? ସ୍ୱପ୍ନିଲଟା ଭାରି ଦୁଷ୍ଟ। ଦୁଷ୍ଟ ତ ନୁହେଁ, ଭାରି ଚାଲାକ। ଚାଲାକ କି ଦୁଷ୍ଟ? ସେ ଦୁଷ୍ଟ ନୁହଁ, ସେ ଚାଲାକ। କାହିଁକି କହିଲ? ସେ ଯୋଉ ହାତରେ ଧରିବାର ରଙ୍ଗକୁ ମଧ୍ୟ ସେ ଗଣିକି କହିଲା 6ଟି ରଙ୍ଗ। ତାହେଲେ ପିଲେ ଆମେ ଦେଖିଲେ ଛତାରେ କେତୋଟି ରଙ୍ଗ ଆସିଲା? ମୋଟ ଏବେ 6ଟି ରଙ୍ଗ ଆମେ କରିଛି। ଛତାଟି ଭାରି ସୁନ୍ଦରିଆ ହେଇଛି। ବହୁତ ବଢିଆ। ଠିକ ଅଛି ନା ପିଲେ? এই ଭିଡିଓରେ ଆମେ ଦେଖିଲେ କେମିତି ଆମେ ବିନ୍ଦୁ ବିନ୍ଦୁକୁ ଯୋଡି ଚିତ୍ର ଆଙ୍କିଲେ ଆଉ ରଙ୍ଗ କରିଲେ। ଏହି ରଙ୍ଗ କରିବା ଓ ଚିତ୍ର ଆଙ୍କିବା ତମର କିଏ ସାହାଯ୍ୟ କଲା? ହାତ ନା ପାପୁଲି? ସୁମିତ୍ର କଣ ହାତ କଲାନି? କିଏ କଲା? ସୁମିତ କହୁଛି ତାର ଆଖି କରିଛି। ଆରେ ହଁ, ଆଖିରେ ଆମେ ରଙ୍ଗ ଗୁଡିକ ଦେଖିକି ହାତର ସାହାଯ୍ୟରେ ରଙ୍ଗ କରିଛେ, ହଁ ନା ନାଇଁ? ତାହେଲେ ପିଲେ ଏଇ ଭିଡିଓରେ ଏତିକି ଥିଲା। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡିଓରେ। ପୁଣି ଆମେ ଏମିତି ହିଁ ଆନନ୍ଦରେ ପଢିବା, ଖୁସିରେ ପଢିବା, ମଜାରେ ପଢିବା। ସେତେ ସମୟ ପର୍ଯ୍ୟନ୍ତ ପିଲେ ସମସ୍ତଙ୍କୁ ଧନ୍ୟବାଦ। ରହୁଛି। ଖୁସିରେ ରୁହ ସମସ୍ତେ।